ସୁଭଦ୍ରା ଟଙ୍କା ମିଳିଲେ କିଏ ଘର ସଜାଡ଼ିବା ପାଇଁ ସ୍ୱପ୍ନ ଦେଖୁଥିଲା ତ ଆଉ କିଏ ପିଲାଙ୍କ ପାଠ ପଢ଼ା ପାଇଁ ସଞ୍ଚୟ କରିବାକୁ ଭାବିଥିଲା। ଆଉ କିଏ ଭବିଷ୍ୟତ ପାଇଁ ସଞ୍ଚିବାକୁ ଚାହୁଁଥିଲା। ହେଲେ 3ଟି ପର୍ଯ୍ୟାୟ ସରିଯିବା ପରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଆସିଲାନି ଟଙ୍କା। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ମୁଡୁଲିପଡ଼ା ଓ ଅଣ୍ଡ୍ରାହାଲ ପଞ୍ଚାୟତରେ ବାସ କରନ୍ତି ବଣ୍ଡା ଜନଜାତି। ଗାଁର 1522 ଜଣ ମହିଳାଙ୍କ ଭିତରୁ ମାତ୍ର 555 ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି, ଯାହାକି ମୋଟ ଆବେଦନର ପ୍ରାୟ 30%। ତେବେ ଆହୁରି 70% ମହିଳାଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ। ସକାଳ ହେବା ମାତ୍ରେ ପ୍ରତିଦିନ 15ରୁ 30 କିଲୋମିଟର ବ୍ୟାଙ୍କ, ଗ୍ରାହକ ସେବା କେନ୍ଦ୍ର ଓ ICDS କାର୍ଯ୍ୟାଳୟ ଯାଉଥିଲେ ମଧ୍ୟ ସେଠାରେ ଅଧିକାରୀଙ୍କୁ ଭେଟିବା ପାଇଁ ସୁଯୋଗ ପାଉନାହାନ୍ତି। ଏବେ ଶିଶୁ ବିକାଶ କାର୍ଯ୍ୟାଳୟ ହେଲ୍ପ ଡେସ୍କ କର୍ମଚାରୀ ବଣ୍ଡାଘାଟିର ଗାଁକୁ ଗାଁ ବୁଲି ସର୍ଭେ କରି କିଭଳି ମହିଳାମାନେ ଯୋଜନାରେ ସାମିଲ ହୋଇପାରିବେ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି।